आमर चिकेन मैरिनेट हो गला आपर आम रोसे हम रोसईटा आगू देखा चलो भाई ठीक आप काटतु काटतु किसी असुविधा नहीं मैरिनेट जेहेतु आम जगह सर्टेज से आम कंसारू ए कढ़ई कंसा को नौचु चलो आपर आम रोसईटा आरंभ हो आमर भाई गैस लगे बस गला कड़ईटा बसा हम खरीगड़ा अच्छी एवं आमर ए पापड़ छणा हम भाई मैंने भाई गोटे कथा कह चिकेन जीरा पड़े कि ना कमेंट रे कहे कला देखा मोर वीडियो लाइटा आमर पियाज कटा सर रसुण ए छड़ा हो टमाटर बाकी सब सब चलती कड़ईटा गरम हो गला भाई तेल पकाओ तेल बर्तमान आमर सोरिष तेल पड़ा कढ़ई देखो पापड़टा छणा हम कढ़ईटा कला दिखले भी किंतु बहुत सुंदर बहुत उपकारिता पापड़टा छणा हम सब काम चलते चलो पापड़टा कहीं पापड़टा फरमाइश श्रीराम पापड़ भाई का पसंद पापड़ करदे 2 मिनिट रे पड़ी जाऊँगी पापड़ ई बाबा रे तेल तो गरम देखो भाई रोसई कर 2 हाथ 10 हाथ दूर छिड़ा गैस ठार ये पुणी करेंगे चिकेन आज चिकेन मानू तो आंदोलन करेंगे भाई देखो आमर टे बजेट सर्ट बोल अल्प टे तेल आम पापड़ को आडजस्टमेंट करके छाणी दूचे कहीं पापड़ मैंने मन दुख जमी न करें गैस बढ़े भाई कहले गैस टे बढ़े देखिए कौटी अच्छी बढ़ाई ये भाई आमर बहुत दुखे छेचुंट आड़ को कैमेरा आसुनी रत्न मैंने कांद मोबाइल कले पुणी थे पापड़ पड़गला भाई आमर बहुत स्ट्रगल कर आंठी पेटे ओ कि दुख झाल आंठी देखु बुंदे बुंदे झालर कमाल हो पापड़ भाई ये कौन काठ मसला गोटा मसला गोटा काठ कौन कौन रोचे काठ मसला रोचे गुजराती दालचीनी गोलमर्च पड़ा तेल मैंने बहुत जोर खसुँच तेंतुलीर मंजी ना ना सेटा कटिंग भाई देखो केते दूर से छिड़ा कर ये पुणी रोसई करेंगे हाँ आज तो ना कंचा खंड भल लगे आम पड़ा कंचा लंका तेल है तेल है
ପିଆଜ ଏବେ ଜାରି ହେବା ପାଇଁ ବସିଛି। ପିଆଜ ଜାରି ହେଉଛି। ଭାଇ ଆମର ଅଦା ଛେଚୁଛନ୍ତି, ରସୁଣ ସିଝି ଦେଇଛନ୍ତି, ଅଦାଟା ଛେଚା ହେଉଛି। ଭାଇ ଭଲସେ ପୁରା ଗୋଟେ ହଁ ହେଇଯିବ ଅଦା ହେଇଯିବ, ହଁ ହେଇଯିବ। କହନ୍ତି ଛେଚା ମସଲାରେ ରୋଷେଇ କଲେ ବହୁତ ବଢ଼ିଆ ଲାଗେ, କରେ ବହୁତ ବଢ଼ିଆ ହେବ, ଆଶା କରୁଛୁ। ଅଛି ତେଲ ଅଛି। ଆମର ପିଆଜଟା ଜାରି ହେବାକୁ ଜାରି ହେଉଛି। ଏଠି ରୋଷେଇ ଚାଲିଛି, ଏଠି ଭାଇମାନେ ପାମ୍ପଡ଼ ଖାଇ ଚାଲିଛନ୍ତି। ଭାଇ ବ୍ୟାକଗ୍ରାଉଣ୍ଡ ଦେଖୁଛନ୍ତି ଯେଉଁ ଅଳିଆ ମଳିଆ ହେଇଛି, ବ୍ୟାଚଲର ହଲ ଭାଇର ବର୍ଥଡେ, ସେଥିପାଇଁ ଆମର ଚାଲିଛି ରିସେପ୍ସନ୍। ଦେଖନ୍ତୁ ଚିକେନଟା କଢ଼େଇରେ ପଡ଼ିଲା ପରେ ତାର ରୂପ କେମିତି ବଦଳି ଯାଉଛି। ପିଆଜ ପରେ ଆମେ ନୂଆ ଷ୍ଟାଇଲ୍ କରୁଛୁ। ଏବେ ପିଆଜ ପରେ ଏଇଟା ଚିକେନଟା ଦେଖନ୍ତୁ, ଏଇଟା କଲିଜାଟା ଦେଖନ୍ତୁ, ସେଇଟା ସହ କାଟିନି କଲିଜାଟାକୁ। ଚିକେନଟା ଆମେ ଆଣିଆନି ତାକୁ ନାଇଁ ଜିରା ଗୁଣ୍ଡ ଅଳ୍ପ ପକାଇବ, ଜିରା ଗୁଣ୍ଡ ଅଳ୍ପ ପଡ଼ିବ। ନାଇଁ ଜିରା ଗୁଣ୍ଡ ଭାଇ ଅଳ୍ପ ପଡ଼ିବ, ଆଗ ଜିରା ଗୁଣ୍ଡ ପକାଅ। ଏଇଥିରେ ଦିଅ। ବାସ୍ ଆଉ ଟିକେ ଦିଅ। ବାସ୍ ଧନ୍ୟବାଦ ପକେଇଲେ ଚଳିବ, କିଛି ଜିରା ଗୁଣ୍ଡ ଅଧେ ପଡ଼ିଲେ ପିତା ଲାଗିବ। ବାସ୍ ବର୍ତ୍ତମାନ ମିକ୍ସ ହେଲା। ଆପଣମାନେ ଭାବୁଥିବେ କଢ଼େଇଟା କାହିଁକି କଳା ପଡ଼ୁଛି, କାରଣ ଆମେ ହେଉଛୁ ମସିଆ, ମୁଁ କଢ଼େଇଟା ହିଁ ମସିଆ, ତେଣୁ ଆମେ ସବୁ କଳା। ଏଇ ଭାଇ କଳା, ଏଇ ଭାଇ ଏଠି ଚମକଦାର ଅଛନ୍ତି। ନାଇଁ ଭାଇ ଟିକେ ଗ୍ଲୋ କଲେ ଏଇଟା। ଦେଖନ୍ତୁ ପାଣି ଆଉ ଲଙ୍କାମାନଙ୍କର ବିଳମ୍ବ ଏଠି ହେଉଛି। ଚିକେନଟା ଏବେ ଫୁଟିଲାଣି, ଚାଲିଛି କଷା ଚାଲିଛି, ପାଣି ବାହାରିଲାଣି ଚିକେନରୁ। ଚିକେନ ଆଉ ଟିକେ ପାଣି ଶୁଖିଗଲା ପରେ ଚିକେନ ମସଲା ପଡ଼ିବ, ତାପରେ ଧନିଆ ପତ୍ର ପଡ଼ିକି ଗାର୍ନିସିଂ ହେବ, ଏକାଥରେ କଷା ହେବ। ପାଣି କିଛି ଦିଆହେବନି। ଆମର ଚିକେନ लगभग ହେଇଗଲାଣି। ଭାଇ ଟିକେ କଷା ଆଣି ଖାଉଛନ୍ତି, କେମିତି ଲାଗୁଛି ଭାଇ? ମସ୍ତ। ଓକେ, ବିକି ନାହିଁ, ବିକିବାରଟା ଆମେ ଖାଇଦେବୁ। ଚିକେନ ଆମର ରେଡ଼ି। ଏବେ ଗ୍ୟାସ୍ ବନ୍ଦ କରିଦେବା। ଗ୍ୟାସ୍ ବନ୍ଦ। ଏବେ ପଢ଼ାପଢ଼ି କରିବା, ତାପରେ ଖାଇବା। ଆମର ତ ଭାଇ ରୋଷେଇ ସରିଗଲାଣି, କିନ୍ତୁ ଆମେ ୱେଟ୍ କରୁଛୁ ନାନ୍ ଆସିଲେ ଖିଆ ହେବ। ଭାଇ ଆସିନି, ଆମ ରୋଷେଇ ସରିକି ଦେଖ ପୁରା କ୍ଲିନ୍ କରିଦେଇଛୁ। ଭାଇ ଆମର ବସିଲେଣି, ପଙ୍ଖା ଲାଗିଛି, ଏଠି ବସିଛୁ। ଭାଇ ଆସନ୍ତୁ, ଯେତେବେଳେ ଆସୁଛନ୍ତି ଭାଇ ଆସନ୍ତୁ, ରୋଷେଇଟା ସରିଲାଣି, ନାନ୍ ଆସିଲେ ଖିଆ ହେବ ଆଉ। ବହୁତ ଅପେକ୍ଷାରେ ପେଟ ଭୋକ, ମଶାମାନେ ସବୁ ଦୌଡ଼ିଲେଣି, ଆନ୍ଦୋଳନ କରୁଛନ୍ତି ବର୍ତ୍ତମାନ।
ଖାଇବେ କହୁଛନ୍ତି ଆପଣ ଗୋଟେ କାମ ୱେଟିଂରେ ବସେଇଛି ତମ ପାଳି ପଡ଼ିଲେ ତମେ ଆସିବ। ଦେଖାଯାଉ ଭାଇ କେତେବେଳେ ଆଉଛନ୍ତି କହୁଛନ୍ତି ତ 5 ମିନିଟ୍ ଭାଇ 5 ମିନିଟ୍ 15 ମିନିଟ୍ ଦେଖାଯାଉ କ'ଣ ହେଉଛି। ଫାଇନାଲି ଭାଇ ଆସିଲେ ଆସିକି ନେଲା ହିଁ ପଡ଼ିଛି କିଛି ଆଣି ନାହିଁ ପଳେଇ ଯାଇଛି କ'ଣ ଆମେ ୱେଟ୍ କରୁଛୁ ନାନ୍ ମାନେ କିଛି ନାହିଁ ଆମେ ଯାଉଛୁ ନାନ୍ ଆଣି ଆସ ଭାଇ ଆସ। ଆମର ବଢ଼ା ହେଉଛି ଖାଇବା ପାଇଁ ସବୁ ଏ ଭାଇଙ୍କ ପାଇଁ ଲେଟ୍ ହେଲା ଏ ଭାଇଙ୍କ ପାଇଁ ସବୁ ଲେଟ୍ ହେଲା ଖାଇବା ଭାଇ ଲୁଣଟା ହଉ ଆମେ ଖାଇଦେବୁ ଖାଇଲା ବେଳେ ଦେଖିବା ଖାଇଲା ବେଳେ କେମିତି ଟେଷ୍ଟ ଲାଗୁଛି କହିବା ହଉ ହଉ କାଢ଼ କେମିତି କ'ଣ କାଢ଼ୁଛ ତୁମେ କାଢ଼ ଏ ପିସ୍ଟା ମୁଁ କିନ୍ତୁ ଖାଇଦେଉଛି ଭଲ ଅଛି ଭାଇ ଖାଇବାଟା କେମିତି ହେଇଛି କିଛି ନାହିଁ ଏଇଟା ଭାଇଙ୍କ ବର୍ଥଡେ ଯୋଗୁଁ ହେଇଛି ହ୍ୟାପି ବର୍ଥଡେ କେକ୍ ନାହିଁ କିନ୍ତୁ ଖାଇଦିଅ ଆମ ଭାଇ କହୁଥିଲେ କଲର୍ ହେବନି ହଉ ଖାଇବା ଭଲ ହେଇଥିଲା ଖାଇସାରିଲୁଣି ଆଉ ରହୁଛୁ ଜୟ କଳା ବେଗି ପଳା। ଓକେ ହଉ ଠିକ୍ ଅଛି